ସେନା ବ୍ରହ୍ମବଂଶରେ ତିଆରି ହୋଇଥିଲା ଚତୁର୍ଥ ପୁରୁଷ ବ୍ରହ୍ମବଂଶର ରାବଣ। ରାବଣ ମଦ ପିଇଲା। ରାବଣ ମଦ ପିଇଲା? ଆଉ କଣ? ରାବଣ କୋଉଠି ମଦ ପିଇଥିଲା? କେତେବେଳେ? ରାବଣର କେତୁଟା ମୁଣ୍ଡ କିରେ? ରାବଣର ଗୋଟାଏ ମୁଣ୍ଡ। କେତୁଟା ମୁଣ୍ଡ କୋଉଠି ଦେଖିଛୁ? ରାବଣର ଗୋଟେ ମୁଣ୍ଡ। ସଦାବେଳେ ରାମ ନାଟକରେ ଦେଖୁନା? ରାମ ନାଟକ? ହଁ। କୋଉ ରାମ ନାଟକ? ରାମ ନାଟକ ତ କଣ? ରାମ ଏଇ ଭାଇ ଆମର କହିଲେ ବର୍ତ୍ତମାନ ରାମ ନାଟକ ମୁଁ ସବୁ ଯାକ ସିଏ ତ ପଳେଇଛୁ, ତମକୁ ଆଉ କଣଟେ তুমি ମୁହଁରେ ବୁଲିବାକୁ ତମେ କମେଣ୍ଟ ଆଣିଲନି। ମୁଁ କହିଲି ତମ ସିଏ ତ ଲାଗିଛି ମାନେ ତେଣୁ ରଖିଥବ। ମୁଁ ସେଥିପାଇଁ ଆଣିଲିନି, ଆସନ୍ତା ଆଣିଥିଲି। ମୁଁ ଜାଣିଲି ଘର ଏଇଟା ଆପଣ ମାନଙ୍କର କଳି ଯୁଗରେ କେମିତି ଆଜ୍ଞା ନାଁ ଦିଆହେଇଛି ଦେଖ। ରାମ କ ନାଚି ରାମ ନାଟକ ଶୁଣିଛ? କଣ ରାମ ନାଟକ? ମୁନି ଋଷି ମାନେ ଯେତେବେଳେ ଆଜ୍ଞା ରଚନା କରିଥିଲେ ସିଏ କଣ ଲେଖିଥିଲେ? ରାମ କ ଲୀଳା। ଭଗବାନ ରାମ କୋଉ କୋଉ ସ୍ଥାନରେ ଲୀଳା କରିକି ଗଲେ। ତୁ ରାମ ନାଟକ କଥା ଛାଡେ, ରାମ ଲୀଳା ଦେଖିଛୁ? ହଁ ଦେଖିଛି। ମଝିଆ ଖଣ୍ଡରେ ହଉଛି ନାଇଁକି? ରାବଣର କେତୁଟା ମୁଣ୍ଡରେ? 10ଟା ମୁଣ୍ଡ। ସତ? ଚାଲି ଦେଖିବ। ରାବଣର ଯଦି 10ଟା ମୁଣ୍ଡ, ହଁ ସେ ଖାସେ ଚିତେଇକି ଶୋଉଥିଲା ନା ପେଟେଇକି ଶୋଉଥିଲା? କର ଲେଉଟ ନଥିଲା? ଆରେ 10ଟା ମୁଣ୍ଡର କାର୍ଯ୍ୟ ଅଛି। ଶୁଣିନି ସମୟ ତ ନାହିଁ, ମୁଁ କଣ ଆପଣ ମାନଙ୍କୁ କହିବି? କହିଲା ପ୍ରଥମ ମୁଣ୍ଡରେ ବିରୋଧ ସାମନ, ନୀତି ପରେ ଶ୍ୟାମ ଦାମ ଦଣ୍ଡ ଭେଦ। ଦ୍ୱିତୀୟ ମୁଣ୍ଡରେ ଚିନ୍ତା କରୁଥାଏ ତାର ରାଜକୁ ସବୁ ସମ୍ବାଦ। ପ୍ରଥମ ମୁଣ୍ଡଟା ରାବଣର ଶ୍ୟାମଦାନ ଦଣ୍ଡଭେଦ ଅର୍ଥ ଯେ ନୀତିଦିନ ତପସ୍ୟାରେ ରତ ତପସ୍ୟା କରେ। ଦ୍ୱିତୀୟ ମୁଣ୍ଡଟା ଚିନ୍ତା କରିବ ରାଜକୋଷକୁ କୁଆଡୁ ସମ୍ପତ୍ତି ଆସିବ। ତୃତୀୟ ମୁଣ୍ଡରେ ନୀତି କରୁଥାଏ ଋତୁ ନାରୀ ଚତୁର୍ଥ ମୁଣ୍ଡରେ ବିଶ୍ୱବାନନ୍ଦନ କରୁଥାଏ ମଦ୍ୟପାନ। ତୃତୀୟ ମୁଣ୍ଡଟା ରାବଣର ନୀତିଦିନ ଋତୁ ନାରୀ ମାନଙ୍କୁ ଧର୍ଷଣ କରିବ। କଣ କହୁଛ? ରାବଣର ସେଇ ନାରୀ କଣ ସବୁଦିନ ଋତୁ ମଧ୍ୟ ହଉଥିଲା? ରାବଣର କଣ ଗୋଟେ ନାରୀ? କେତେଟା ନାରୀ? ରାବଣର ପୁରାଣ ମତରେ 901 ନାରୀ। ରାବଣ ଗୋଟା ଫାର୍ମ କରିଥିଲା। ତା ବଂଶଟା କେଉଁଟେ ଜାଣିଛୁ? 18 ପୁତ୍ର 13 ନାତି 1 ଆରେ ସେ ବାବୁନା ହୋଇଯିବେ ବୋଲି ନୀତିଦିନ ବ୍ରହ୍ମା করে ଟିଉସନ। ରାବଣର 18 ଗଣ୍ଡା ନନ୍ଦନ 1300 ନାତି। ସବୁ ଯାକ ବଳବାନିଆ ପିଲା। ବ୍ରହ୍ମା ରାବଣର ସିଂହାସନ ନାଁ ଥିଲା ମହେନ୍ଦ୍ର ସିଂହାସନ, ତା ଖର୍ଗ ନାଁ ଥିଲା ଚନ୍ଦ୍ରହାସ। ଚନ୍ଦ୍ରହାସ ଖର୍ଗ ଯା ନାଁ ଧରିକି ଦେଖ ତା ଶିରଟାକୁ କାଟିଦବ। ଏଇ ଡରରେ ବ୍ରହ୍ମ ଦେବତା ସବୁ ପିଲାମାନଙ୍କୁ ଯାଇକି ପାଠ ପଢେଇ ନିତିଦିନ। ଲଙ୍କାରେ ତାହେଲେ କୋଚିଂ ସେଣ୍ଟର ଖୋଲିଥିଲେ ବ୍ରହ୍ମା? କୋଉ ପିଲା ମୂର୍ଖ ହବନି? ନାଇଁ ନାଇଁ ନାଇଁ। ଜଗତି ଉପରେ ବସିଥିଲା ବେଳେ ଇନ୍ଦ୍ର ଟେକି ଥାଏ ଛତି। ଡରରେ ଡରରେ କରୁଣ ଦେବତା ଆଲଟ ବି ଆଲଟ ବି ଦେବତା ରାବଣ ସିଂହାସନରେ ବସିଲା ବେଳେ ଛତି ଟେକିକି ଛିଡା ହେଇଥିବେ ଇନ୍ଦ୍ର ଆଉ ଚନ୍ଦ୍ର। ରାବଣକୁ ଜଳାଧିପତି ରାଜା ବରୁଣ ଆଲଟରେ ପବନ ଦବ। ଏତିକି ଯିଏ ମୃତ୍ୟୁ ଦେବତାଙ୍କ ମସିଏ କେମିତି ଘଟୁଥିଲା। ରାବଣ ଜଗତକୁ ଉପରେ ବସି
ତାର ମୁଣ୍ଡକୁ ହଲାଇ ନିଃଶ୍ୱାସ କରି ରାବଣ ଛାଡ଼ିଲେ ଦୀର୍ଘ ନିଶ୍ୱାସ। ତାପରେ ଧରି ଜନ୍ମ ପଳାନ୍ତି କାଟିବାକୁ ଘୋଡ଼ା ଘାସ। ରାବଣ ଜଗତୀ ଉପରେ ବସିକି ମୁଣ୍ଡକୁ ଦୌଡିଲେକି ଯେତେବେଳେ ନିଶକୁ ରଗଡ଼ିବ ମୃତ୍ୟୁ ଦେବତା ଜମ ଭୟରେ ଥରିବ କିରିକିନି ତା କାଠରେ ଦାଟାକୁ ଜାକିକି ମୁହଁ ପୋତିକି ରାବଣ ଘୋଡ଼ା ପାଇଁ ଘାସ କାଟିବାକୁ ପଳେଇଯିବ। ସେଇ ଥିଲା ରାବଣ। ଧନ ଧରି ମଧ୍ୟ ପଚାରି ପଚାରି ଔଷଧ ଦବ। ତମ ଘରେ କାହାକୁ ଥଣ୍ଡା ହେଇଛି, ତମକୁ କାଶ ହଉଛି, କାହାକୁ ଜ୍ୱର ହଉଛି, ତମର ବହୁଛି। ଆରେ ପୁଅ ଆମର ଯୋଉଠି ଆଜ୍ଞା କୀର୍ତ୍ତନ ଗାଇଲେ ଇଆଡେ ହାତ ତମର ବିନ୍ଧୁଛି, ତମର ବହୁଛି, କଣଟେ କହୁଛି ସିଙ୍ଗାଣି ହେ, ତମକୁ ଏଡେଇଛି ଗୋଟା ଝାପଝା ଦେବି ଯେ କଣ? କି ସଭାରେ ଶିକ୍ଷା ଦେଉଥିଲା ତମକୁ ସେଇଛି ଡାକ୍ତର ଜଣ ଜଣକୁ ପଚାରିବ ନା ନାଇଁ ଯେ? ଦାଦା ଆମ ପୁଅ ଭାସ୍କର ପୁଅ ଚ୍ୟାନେଲ ଖୋଲିଥିବା ପୁଅ ଆପଣ ମାନଙ୍କର ଉତ୍କଳ ଭାସ୍କର ଯୋଉ ସ୍ଥାନରେ ଗାଇଲା ଆଜ୍ଞା ନୂତନ ବସ୍ତ୍ର ଖଣ୍ଡିଏ ଦବ ଆଉ କୋଉଠି 200 କୋଉଠି 100 ଟଙ୍କା ସିଏ ଦାନ କରିବାଟା ନିଶ୍ଚିତ ହେଲା। ହଉ ହଉ କାହିଁକି ଆମର ଯୋଉ କଳା ଗୁଡିକ ଆଜ୍ଞା ସେ ପ୍ରସାର ପ୍ରଚାର କରୁଛନ୍ତି ମୁଁ ମାଙ୍କ ଦରବାରରେ ନିବେଦନ କରୁଛି ଏ 100 ଟଙ୍କାଟା ତାଙ୍କ ପାଇଁ କେମିତି 100 ଟଙ୍କା ମତେ ଯୋଉ ଦାନ କଲେ 10,000 ହେଇକି ଆମରି ପାଇଁ ତାଙ୍କର ଆକାଉଣ୍ଟକୁ ଆସୁ ତାଙ୍କ ମୋବାଇଲକୁ ଆସୁ କାହିଁକି ସେ ପ୍ରସାର ପ୍ରଚାର କରୁଛନ୍ତି। ଯାହା ବାପା ଉତ୍କଳ ଭାସ୍କର ଚ୍ୟାନେଲ ଖୋଲିଥିବା ପୁଅଟି ନାଁରେ ଆଜ୍ଞା କରିଛି ଭାସ୍କର ଚ୍ୟାନେଲ। ଯାହା ହଉ ଆମର ଯେତେ କଳା ରଣପୁର ମାଟି ଭିତରେ ନୟାଗଡ଼ ଡିଷ୍ଟ୍ରିକ୍ଟ ଭିତରେ ସବୁ ସ୍ଥାନରେ ଯାଇକି ପହଞ୍ଚିବ ସବୁ କଳା ଆପଣ ମାନଙ୍କ ରେକର୍ଡିଂ କରି ଆଉ ଆମର ଓଡି ବାପା ପ୍ରସାର ପ୍ରଚାର କରନ୍ତି। ସେଇ ଆଜି ଛୋଟ କଳାକାରକୁ ଉତ୍ସାହିତ କରିବା ପାଇଁ ଆଉ ନୂତନ ବସ୍ତ୍ର ସହିତ 100 ଭାରତ ମୁଦ୍ରା ଦାନ କରିଛନ୍ତି। ମୁଁ ମାଙ୍କ ନିକଟରେ ଗୋଟେ ପଦ ଆବେଦନ କରିବି ବାପା ଆପଣଙ୍କର ବହିଟି ହଉଛି ସତସତୀ ଚଣ୍ଡୀ, ଲେଖକ ହେଲେ ମାର୍କେଣ୍ଡ ଋଷି। ଚାଚନ୍ୟ ମଧୁକୈଥ ଦତ୍ତଧରିଣୀ ରାମହିଂସ ମରିଣୀ ଚାତ୍ତମଙ୍କ ଚଣ୍ଡାମୁଣ୍ଡମର୍ଦିନୀ ଚାରୋତ ବିଦାସିନୀ ଶକ୍ତି ଶୁମ୍ଭ ନିଶୁମ୍ଭ ଦତ୍ତଧରିଣୀ ଯା ସିଦ୍ଧି ଲକ୍ଷ୍ମୀ ପରା ହେ ସାବେ ବିନବ କୋଟି ସଂଗୀତା ମୃତ୍ତି ମା ପାତୁ ବିଶେଶ୍ୱରୀ। ପଣ୍ଡିତ ଆଜ୍ଞା ମାର୍କେଣ୍ଡ ଋଷି ଲେଖିଲେ ଠିକ ତାକୁ କହିଥିଲେ କିଏ? ଚଣ୍ଡୀପାଠ କେବଳ କରିଥିଲା ରାବଣ ନା ରାବଣ ଆଜ୍ଞା ଚତୁର୍ଥ ବଂଶର ବ୍ରହ୍ମ ବଂଶରେ ତିଆର ହେଇଥିଲା ରାବଣ ତୁଣ୍ଡରୁ ବାହାରିଥିଲା ଚଣ୍ଡୀ। ୟାକୁ ଲେଖିଥିଲେ ମାର୍କେଣ୍ଡ ଋଷି। ଯୋଉ ଚଣ୍ଡୀ ପାଠ କଲା ମାତ୍ରେ ମା ମୋର ସିଆରୁ ପଳି ଆସିବ। ତାଙ୍କ ଲେଖାଟା କେମିତି ଦେଖୁନ ଚମ 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 ଚନ୍ଦ୍ରହାସ ଯୋଗିତ ଚାହ ସାଜା ତୋରା ସୁପ୍ରକେଶା ଚମ 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 ଜଗତ ମାତା ଜଗତ ଜନହିତା যোগিনী ডোবরুবা দম 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 কাকিনী ডম্বরু কর ধরা ডাক হাকা প্রভাকা উরম 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 রক্ত বস্ত্রা রুধির মণি ময়া কাতুনম দেবী দ্রুগে বিদ্যমান করিଥିବା ମୋ ମା ବ୍ରାହ୍ମଣ ଭାସ୍କର ଚ୍ୟାନେଲ ଖୋଲିଥିବା ପୁଅର ମଙ୍ଗଳ କାମନା କରନ୍ତୁ, ତାଙ୍କ ଶରୀର ଆରୋଗ୍ୟ କରନ୍ତୁ। ମହାପ୍ରଭୁ ମା ମୋର ତାଙ୍କ ଚାଲିବା ପଥରେ କୁସୁମିତ କରି ମୁଁ ଭଗବାନଙ୍କ ନିକଟରେ ମୋ ମାଙ୍କ ଦରବାର ନିବେଦନ କରୁଛି। ରୁଦ୍ରଚଣ୍ଡୀ 10 କାଳୀ ତାରା ଷୋଡ଼ଶୀ ଭୁବନେଶ୍ୱରୀ ଭୈରବୀ ଧୂମ୍ନାବତୀ ଛିନ୍ନ ମସ୍ତା ନାଟଙ୍ଗୀ ବଗଳା କମଳା 10 ରୁଦ୍ରଚଣ୍ଡୀ ତାଙ୍କ ଦ୍ୱାର ଦେଶରେ ବିଦ୍ୟମାନ କରି ତାଙ୍କ ଶତ୍ରୁମାନଙ୍କୁ ମର୍ଦ୍ଦନ କରି ତାଙ୍କ ଶରୀର ଆରୋଗ୍ୟ କରି ସବୁ ପରିବାରଙ୍କର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ଉତ୍କଳ ଭାସ୍କର ଚ୍ୟାନେଲ ଖୋଲିଥିଲା। ଏ ଆମ କଳାକୁ ଯେ ପ୍ରସାର ପ୍ରଚାର କରୁଛନ୍ତି ଆଜ୍ଞା
ତାଙ୍କର ଅଧିକରୁ ଅଧିକ ଉନ୍ନତି ହେଉ ସର୍ବେ ବୋଲ ଆନନ୍ଦିତ ବା। ହରି ଭଲ। ବାପାମାନେ ଆପଣ ମାନେ ଜ୍ଞାନୀ, ଆପଣ ମାନେ ଗୁଣୀ। ଦେ ପୁଅ ତାହେଲେ ପୁଅ ଏ ପବନ ଆପଣ ମାନେ ଜାଣିଥିବେ ରାଜା ମହାରାଜା କରି ହେଲା ସେତେବେଳେ କଣ ଆଜ୍ଞା କରେଣ୍ଟ ଥିଲା ନା, ଫ୍ୟାନ ଥିଲା ନା, କୁଲର ଥିଲା ନା, ଏସି ଥିଲା? ନାଇଁ ନାଇଁ ରାଜା ମହାରାଜାଙ୍କୁ ପବନ କିଏ ଦଉଥିଲା ଆଜ୍ଞା? ରାଜା ମହାରାଜାଙ୍କର ପଙ୍ଖା ଗାଡି ଥିଲେ, ଥିଲେ ଯୋଉଠି ରାଜା ରାଣୀ ଗ୍ରୀଷ୍ମ ସମୟରେ ବିଶ୍ରାମ କରି ଗୋଟେ ଆଜ୍ଞା ରସି ଲାଗିଥିବ, ଏପଟେ ସେବାକାରୀ ମାନେ ଭିଡୁଥିବେ ଛାଡୁଥିବେ, ହଁ ଧାମ ଧାମ ବାଜୁଥିବ, ପବନ ଯାଇକି ରାଜା ରାଣୀଙ୍କ ଦିହରେ ବାଜୁଥିବ। ହେଲା ତାହେଲେ ଗ୍ରୀଷ୍ମ ସମୟରେ ରାବଣଙ୍କୁ ପବନ କିଏ ଦିଏ? କିଏ ଦେଲା ବୋଲେ ପ୍ରବନ୍ଧନ ଗନ୍ଧ ମିଶାଇ ମଳୟ ବାକ୍ୟ গোড়াই যায় কি পড়াই সর্বদা ପବନ ଦେବତା ଗବାକ୍ଷ ଭାଙ୍ଗରେ ରାବଣକୁ ଆଜ୍ଞା ଯେତିକି ପବନ ଦରକାର ସୁଶୀତଳ ପବନ ଦଉଥିଲା, ସେଇ ଥିଲା ରାବଣ। ଆଚ୍ଛା ରାବଣର 18 ଗଣ୍ଡା ପୁଅ 1300 ନାତି। ଗଣ୍ଡାଟା ଆଜ୍ଞା ହଉଛି 4, ଚାରି ଏକଟା ହଉଛି 48, ହେଲା 48 ଚଉକୁ 192, ଗୋଟେ ଗଣ୍ଡା ସନ୍ତାନର ଇଚ୍ଛା 192। ରାବଣର କେତେ ପିଲା ଟିକେ ହିସାବ କରନ୍ତୁ? 18 ଗଣ୍ଡା ନନ୍ଦନ 18 ଗଣ୍ଡା ନନ୍ଦନ 1300 ନାତି। ଆଚ୍ଛା ରାବଣ ମଦ ପିଲା ପିଲାନି ବୋଲେ ପ୍ରଥମ ମୁଣ୍ଡରେ ବୀର ଦଶାନନ ନୀତି ପରେ ଶ୍ୟାମ ଦାନ ଦ୍ୱିତୀୟ ମୁଣ୍ଡରେ ଚିନ୍ତା କରୁଥାଏ ତାର ରାଜବଂଶ କୁସମ୍ପଦ। ତୃତୀୟ ମୁଣ୍ଡରେ ନୀତି କରୁଥାଏ ଋତୁରାଣୀ ସୁଦର୍ଶନ। ଚତୁର୍ଥ ମୁଣ୍ଡରେ ବିଶ୍ୱବାନନ୍ଦନ କରୁଥାଏ ମଦ୍ୟପାନ। ଚତୁର୍ଥ ମୁଣ୍ଡରେ ରାବଣ ବିଶ୍ରବା ପୁଅ, ରାବଣ ବ୍ରହ୍ମବଂଶରେ ତିଆର ହୋଇଥିବା ପିଲା ମଦ ପିଲା। କଣ ହେଲା? ତ୍ରେତା ଯୁଗ ଆଉଷ କମିଲା। ବାପା ଦ୍ୱାପର ଯୁଗରେ କିଏ ପିଇଲା କିରେ? ଆପଣଙ୍କର ଓଡିଆ ଭାଗବତ ଅତି କରି ଜଗନ୍ନାଥ ଦାସ ହେଲେ ଶ୍ୟାମକୁ ନାରୀ ବେଶ କରି ବେଶ କରି ପୁରାଣ ଜଗତରେ ଭାଗବତରେ ଭଗବାନ କୃଷ୍ଣଙ୍କର 100 ପିଲା ମାନେ ପୁଅ, ସେଥିରୁ ଗୋଟେ ସୁନ୍ଦରିଆ ପୁଅ ଥିଲା। ମଉସା ତମେ ଦେଖିଥିବ, ଆମେ ଯୋଉଦିନ ଗଲେ ଜଳେଶ୍ୱର 21 ତାକୁ ହବ କଣ କହିଲୁ? ସୋମବାର ଦଶମୀ ସୋମବାର ଦଶମୀ ଭାଙ୍ଗିଲା। ସୋମବାର ଦଶମୀ କଣ କିରେ? ଯିବା ପାଇଁ ସକାଳୁ ବାହାରିଲେ ତମ ଘରେ ତତେ କଣ କହିଲେ? ଦଶମୀ। ଭଗବାନ କୃଷ୍ଣଙ୍କର 100 ପିଲା ଭିତରେ ଗୋଟେ ସୁନ୍ଦରିଆ ପିଲା ଥିଲେ ଶାମ୍ବ। ଶାମ୍ବକୁ ନାରୀ ବେଶ କରି ଯେତେବେଳେ ଭଗବାନ କୃଷ୍ଣଙ୍କର ପିଲାମାନେ ନଚେଇଲେ, ଋଷି ଦଳ ଆସିବା ବେଳେ ତାଙ୍କ ସାଥିରେ ଆସୁଛନ୍ତି ଋଷି ଶ୍ରେଷ୍ଠ ଦୁର୍ବାସା। ଦୁର୍ବାସାକୁ କୃଷ୍ଣଙ୍କ ପିଲା ଜଗିଲେ, କହିଲେ ଆଜ୍ଞା ଏଇ ଶ୍ରେଷ୍ଠ ଋଷି କହିଲେ କହିଲେ। କହିଲେ ଆଜ୍ଞା ଟିକେ ରହିଲେ ନା କଣ? ଆଜ୍ଞା ଆମେ ଯୋଉ ଝିଅଟା ନଚଉଛୁ ୟା ଗର୍ଭରେ କଣଟେ ଅଛି କହିଲ? ପୁଅ ନା ଝିଅ? ତାଙ୍କ ପେଟ ଫୁଲେଇଛି ବାନ୍ଧେଇଛି। ଭଗବାନ କୃଷ୍ଣଙ୍କର ପିଲାଙ୍କୁ ଅନେଇଲେ, କିଏ ନା ଋଷି ଦୁର୍ବାସା। କହିଲା ତେମେ ଭଗବାନ କୃଷ୍ଣଙ୍କର ପିଲା ନା ଆଉ କାହାର କି? କୃଷ୍ଣଙ୍କ ପିଲା ବୋଲି ଭଗବାନ ତମ ପିତା ବୋଲି ତମର ଏତେ ଗର୍ବ? ଋଷିଙ୍କି ଥଟା ବାକ୍ୟ ପ୍ରୟୋଗ କରୁଛ, ୟା ଗର୍ଭରେ କଣ ଅଛି? ମୁଁ ହଉଛି ଋଷି ଦୁର୍ବାସା।
ହବ। ଆମେ ଯାହା କହିବେ ସେୟା ଫଳିବ। ଅଛି କଣ ଅଛି? ୟା ଗର୍ଭରେ ଅଛି କଣ ଅଛି? ଜଗନ୍ନାଥ ଦାସ ଓଡ଼ିଆ ଭାଗବତ କଣ କହିଲେ? ହେଲେ ଏହାର ଗର୍ଭେ ଅଛି ନାଳ ପ୍ରଚଣ୍ଡ ଲହର ମୁସଳ ଇଏ ପୁତ୍ର ନିଶ୍ଚୟ ପ୍ରସବିବ ଯାଦବ ବଂଶ ନାଶିବ। ୟା ଗର୍ଭରେ ପ୍ରଚଣ୍ଡ ଲୋହ ମୁଷଳ ଅଛି। ଏଇଟା ନିଶ୍ଚିତ ପ୍ରସବ ପ୍ରିୟ। ଏଇଟା ଝୁଅ ନୁହଁ ପୁଅ। ଆଉ ଇଏ ଜାତ କଲେ ଯଦୁବଂଶ ବିଧ୍ୱଂସ ହବ। ହେଲା ସତ୍ୟକୁ ସତ୍ୟ ଶାମ୍ବ ଲୁହା ମୁଷଳ ଜାତ କଲା। ଭଗବାନ କୃଷ୍ଣ ଭୀମକୁ କହିଲାକୁ ସିନ୍ଧୁ କୂଳରେ ନେଇକି ନୀର ଦେଇକି ଘଷେ ସବୁ ଯାକ ଚୂର୍ଣ୍ଣ ହେଇକି ଲୁହାକୁ ଯାକ ଜଳରେ ପଡୁ ମାଛ କଙ୍କଡା ଖାଆନ୍ତୁ ଆମ ବଂଶ ବୁଡିବ। ଆଚ୍ଛା ବାପା ଲୁହାଟାକୁ ଯଦି ପାଣିକି ଫୋପାଡ଼ିବା ବୁଡିବ ନା ଭାସିବ? ପଥରଟାକୁ ଫୋପାଡ଼ିଲେ ମୁଁ ଯଦି କହିବି ଭାସିବ? ବ୍ରହ୍ମା ଗେଣ୍ଡା ଗଲେ ବାଘେ ଇଏ କହିବେ ଭାଗ୍ୟ ସବୁଠି ତ ବୁଡି ଯାଉଛୁ ତେଣୁ କଣ କହି ଭାଗ୍ୟ? ଆଚ୍ଛା ମୁଁ ଯଦି ପ୍ରମାଣ ଦେବି ଭାସିଆ ଏମିତି ତମ ଗାୟକ ମାନେ ମିଛ କହିକି ଅଧା ବସ କରୁଛି କହିଲା ଗାୟକରା ମିଛ କହିକି ଅଧା ବସୁରାନ୍ତି। ଏଇଟା ମୋ ମରଣ କାମନା ଚିନ୍ତା କରୁଛି। ମୁଁ ପଇସା ଦେଲେ ତୁ ନଉଛୁ ତମ ଗୋପା ଦଉଥିବ। ଆରେ ମୁଁ ଗାଇଆ ପାଉଛି ମୁଁ ପଇସା ଦେଲେ ତୁ ନଉଛୁ ତୋର ଆଉ ଦରକାର ନାହିଁ। ସେ ମତେ କହୁଛି ମୁଁ ଆଉ ସଚେତନ ଘଟି ପାରିବି କାହିଁକିନା ପୁଅ ତାର 90,000 ପାଇଲାଣି ଦରମା ମାନେ ରେଲୱେରେ ରହିଛି ନା କଣ କହୁଥିଲେ ବାପା କଣ ସେଇଠି ପ୍ରହରେ କୋଉ ଚାକିରି କରିଛି ହଁ 90,000 ଦରମା ତା ପୁଅର। ସେ କହୁଛି ମତେ ବୁଢା ପିଆ କାହିଁ ଗୋଟାର ତ ମୁଁ ଆଉ ଯାଇପାରିବି ସବୁଠୁ। ମୁଁ ଲାଗେ କେତେ ଦିନ ହେଲା ଆଜି ଟିକେ ଆଜ୍ଞା ଆପଣ ମାନେ ଜ୍ଞାନୀ ଗୁଣି କଣ କହିଲେ ମରଣ ଚିନ୍ତା କରୁଛୁ? ସବୁଠି ତ ପଥରଟା ଯଦି ପାଣିକି ଫୋପାଡ଼ିବ ସେଟା ବୁଡିଯିବ ଲୁହାଟାକୁ ଫୋପାଡ଼ିଲେ ବୁଡିଯିବ। ମୁଁ ଯଦି ଭାସିଆ କଥା ପ୍ରମାଣ ଦେବି କୋଉଠି ଭାସୁଥିଲା? ହରି ବୋଲ ଭାଇ ରେ ଗୋବିନ୍ଦ ବୋଲ ଭାଇ ଯାହା ଯଦି ଅଛି ଟିକେ ଆମ ପାଇବ ବୋଲେ ହରି ବୋଲ ଭାଇ ରେ ଗୋବିନ୍ଦ ବୋଲ ଭାସିଲା ପଥର ଦେଖ ବୁଡ଼ିଲା ସୋଲ ଭାସିଲା ପଥର ଦେଖ ବୁଡ଼ିଲା ସୋଲ ଭାନୁ ଦେବ ରାଜା ଗୀତ ବସଲା ପପ କରିବାରୁ ସେ ପୁତ୍ର ପାଇଲା। ଆଜ୍ଞା ଭାସିନି ମୁଁ କହୁଛି ପରା ଆଉ ଆପଣ ବ୍ୟସ୍ତ ହୁଅନ୍ତୁନି। ପଥର ହରିବୋଲ ଭାଇ ଗୋବିନ୍ଦ ବୋଲ ଭାସିଲା ପଥର ବୁଡ଼ିଲା ସୋଲ। ଭାନୁଦେବ ରାଜା ତା ତଳପଦକୁ ଯାଉନ ଖାଲି କହିଲେ ହବ। ଭାନୁଦେବ ରାଜା କି ତପ କଲା ତପ କରିବାରୁ ପୁତ୍ର ପାଇଲା। ସତ୍ୟ ଯୁଗରେ କଣ ପଥର ଭାସିନି? ଭାସିଛି ନା ତ୍ରେତୟାରେ ଭାସିନି ତାପରେ ଭାସିନି କଳିରେ ଭାସିନି? ମୁଁ ପ୍ରମାଣ ଦେବି। ସତ୍ୟ ଯୁଗରେ ପଥର କୋଉଠି ଭାସିଲା? ଆପଣଙ୍କର ବହି ହଉଛି ନୃସିଂହ ପୁରାଣ ପୀତାମ୍ବର ଦାସ ହେଲେ ଦିନେ ଶିବ ସଙ୍ଗେ ଜଳନ୍ଧର ଯୁଦ୍ଧ କରୁଥିଲେ ବାର ଶିବଙ୍କୁ ସେ ପରାସ୍ତ କରିଲା। ନୃସିଂହ ପୁରାଣ ପୀତାମ୍ବର ଦାସ ସତ୍ୟ ଯୁଗରେ ଗୋଟେ ରାକ୍ଷସ ଥିଲା ଜଳନ୍ଧର। ବାର ଶିବଙ୍କୁ ପରାସ୍ତ କଲା। ଧର୍ମଦଣ୍ଡର ମାଲିକ ଅନନ୍ତ ଜାନାମ ଅନ୍ତର୍ଯାମୀ ଭଗବାନ ନାରାୟଣ ବିଚାର କଲେ କହିଲେ ଆରେ ହେ ଗୋଟେ ଦୈତ୍ୟଟା କଣ ବାରମ୍ବାର ଶିବଙ୍କୁ ପରାସ୍ତ କରୁଛି? ସଂସାରରେ ଆମେ ଏତେ ଜନ୍ମ ନେଇଛେ ମରିବା
अर्जुन को भगवान कृष्ण बुझे गीतार मर्तेनाम देहि केवलम काल वसते मृत एवं विभजित मृत्यु सत्य ब्रह्मा सनातन। हे अर्जुन संसार में जिते जन्म नहीं हमको बापा मारिया वाला काल कालो कालो ठीक ठीक तो जड़े गाड़ी नहीं जाऊँ पथे रास्ते नहीं जाऊँ आमे कहते भाई टे एमती बुले बंची जाता बंची तो काल डाकुची ठीक ना काल बसते मृत हो आमको मारिया वाला काल